निश्चित भाव में जापे जेहेतु मो सब बड़े कही थाए आपण मैंने जिते बड़े बसवे एटलिस्ट जो समय मु कहूचे बाइबल आ गोटे नोटबुक बा खाता बा पेन धरिकी बसवे बहुत साहाय्य करिबा आपण को परवर्ती समय निश्चित करथियो बोली मोर विश्वास। आसतु प्रथमे आगे दुईटी पद को कंपेयर करिबा। प्रथम करंथी 3 पर्वर 16-17 से प्रथम करंथी 6 पर्वर 19-20 यदि के पारुचंती पढ़ी देबे। प्रथम करंथी 3 पर्वर 16-17 तुम्ही माने जान नाही जे तुम्ही माने ईश्वरଙ୍କ मंदिर ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି। ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ ତେବେ ଈଶ୍ୱର ତାକୁ ନଷ୍ଟ କରିବେ କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର ସେହି ମନ୍ଦିର ତୁମ୍ଭେମାନେ। ଆମେନ୍। ତାପରେ ଝିଅ ପଢ଼ ସେ ପ୍ରଥମ କରନ୍ତିର 6 पर्वर 19-20। କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା ଯେଣୁ ପବିତ୍ର ଶାସ୍ତ୍ରରେ ଲେଖା ଅଛି ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି ପୁନଶ୍ଚ ଜ୍ଞାନୀମାନଙ୍କର ତର୍କ ବିତର୍କ ଅସାର ବୋଲି ପ୍ରଭୁ ଜାଣନ୍ତି। ଆମେନ୍। ବର୍ତ୍ତମାନ क्वेश्चन कारण जेहेतु आपण माने खाता पेन धरी बसचंती बाइबल धरी बसचंती वर्तमान क्वेश्चन ए जो दीटी पदरे कौन अच्छी सिमिलरिटीज आ कौन अच्छी भिन्नता। सिमिलरिटीज कहले समान जिनस कौन अच्छी प्रथमे कहंतु। पवित्र आत्मा को मंदिर राइट। अच्छा भिन्नता कौन अच्छी एटा तो गोटे पेज है से दीटा पदरे भिन्नता कौन अच्छी आमे विशेष मूल्य रे किना जाय अछि एटा कोठी अछि ए प्रथम करे 6:20 रे राइट। तबे 3:16-17 रे कौन अछि आमे ईश्वरଙ୍କ मंदिर अटो ता तळटा जो माने ताहांको मंदिर को नष्ट करंती ईश्वर मध्य ता सेमानंको नष्ट करिवे। एटा कोन गोटे आशीर्वादर विषय उत्साहर विषय ना वार्निंग के कहि वार्निंग राइट। सिमिलरिटी होची आमे होची ईश्वर को मंदिर दीटा पदरे कुआ गला किंतु प्रथम करंती 3 पर्वर 17 कुआ होची जे ताको नष्ट करे बा असुचि करे प्रभु ताको मध्य विनष्ट करे एटा वार्निंग। किंतु जते हमें आसीना 6 पर्वर 19-20 को सेठी देखिबा वार्निंग नाही सेठी हमको कहा होची बा हमन को ऊपर से बोझ दिया होची बा भार दिया होची जेपरि हमने ताहांकर गौरव करिबा आउ हमने गोटे मूल्य द्वारा किणा हेछु आमे हमरो निजरो नहु सेति पेंका जे किनिचंती आमे तांकर प्रशंसार भागीदार होबा। एतक कहिवा पाइका मोर इच्छा एति पेंका हैला बहुत समय रे अमन को जीवन रे किछिटा अलस्वामी आसे इच्छा हुए नहीं बाइबल पढ़िया पाई आपण माने निश्चित मोटू भल पढ़ुथियो किंतु मो कथा मु कहूची थरे थरे आसे गोटे सुखिला जीवन गोटे अलस्वामीर जीवन आग्रह आसे नहीं ईश्वर प्रति से आग परी प्रेम भी आसे नहीं वेरी प्रैक्टिकल मु कहूची आउ जेमती चलची चलिबो जेमती बंगाली रे कोंती चलछे चलबे से रकम गोटे भावधारा आसे हाँ गिरजा प्रार्थना जाऊची सब ठीक होची आउ से जो आग परी जो थिला सजाग ईश्वर प्रति प्रेमर गोटे दृढ़ता ईश्वर प्रति जो आग्रह निष्ठा थिला आस्ते आस्ते कमी कमी जाऊची किंतु ऊपर को आमे ठीक अछि कौन
ପାଇଁକା ଏଇଟା ହୁଏ? ଏଇଥିପାଇଁକା ହୁଏ ଆମେ ଖରା ଦିନ ଏଇଟା ଟିକେ ସମୟ ବାହାରେ ଗଲେ ବା ରାସ୍ତାରେ ଚାଲିଲେ କି ଆସିଲେ ସାଙ୍ଗେ ସାଙ୍ଗେ ଆମର ବଡିର ଡିହାଇଡ୍ରେସନ ହେଇଯାଏ, ଇଚ୍ଛା ହୁଏ କିଛି ପାନୀୟ ପିଇବା ପାଇଁ, ତାକୁ ପିଇଲା ପରେ ଟିକେ ରିଫ୍ରେଶ ଲାଗେ। ଆତ୍ମିକ କ୍ଷେତ୍ରରେ କାହିଁକି ଆତ୍ମିକ କ୍ଷେତ୍ର ଏଠି ବର୍ତ୍ତମାନ ଆସିଲା ଯେ ଯେହେତୁ ଈଶ୍ୱର ହଉଛନ୍ତି ଆତ୍ମା ଆଉ ସେ ଆମର ଆତ୍ମା ଭିତରେ ରହୁଛନ୍ତି, ଆମେ ବି ଆତ୍ମା, ଆତ୍ମାର ରିଫ୍ରେଶମେଣ୍ଟ ଦରକାର। ଏ ଆତ୍ମାର ରିଫ୍ରେଶମେଣ୍ଟ ଯେତେବେଳେ ଆମେ ଜୀବନରେ ନ ଦେଖାଯାଏ ସେତେବେଳେ ଆମର ଆଗ୍ରହଟା କମି କମି ଯାଏ, ଆମର ଈଶ୍ୱରଙ୍କ ପ୍ରତି ପ୍ରେମଟା କମି କମି ଯାଏ, ଆଉ ସେଟା ସବୁଠୁ ଡେଞ୍ଜରସ୍। କମିଗଲେ କଣ ହୁଏ କିଏ କହିପାରିବ? କୋଉଟା ବଢିଯାଏ? ଯେତେବେଳେ ଈଶ୍ୱରଙ୍କ ପ୍ରତି ଆମର ହଁ କୁହନ୍ତୁ ସିଷ୍ଟର। ସତ୍ୟାନ୍ତ କାର୍ଯ୍ୟ ମାନେ ସତ୍ୟାନ୍ତ ପ୍ରତି ଅଭିଳାଷା। ହଁ ଆପଣ ବହୁତ ସୁନ୍ଦର କହିଛନ୍ତି। ତାକୁ ମୁଁ ଆଉ ଟିକେ ଗୋଟେ ବ୍ରାକେଟ ଭିତରେ ରଖିବାକୁ ଚାହିଁବି। ଇଂରାଜୀରେ କହନ୍ତି ସେଲ୍ଫ ପିଟି। ମୁଁ ଏମିତି, ମୁଁ ସେମିତି, ମତେ ଲୋକ ଏହା କହୁଛନ୍ତି, ମତେ ଲୋକ ସେୟା କହୁଛନ୍ତି, ମୋର ଜୀବନରେ ଏତେ ଦୁଃଖ, ଅନ୍ୟମାନଙ୍କର ଦୁଃଖ ନାହିଁ, ମୋର ଜୀବନରେ ଏତେ ଦୁଃଖ, ଏଇଟା ବଢିଯାଏ। ବା ତାକୁ ଇଂରାଜୀରେ କହନ୍ତି ସେଲ୍ଫ ପିଟି। ଯେତେବେଳେ ବଢିଯାଏ ସେତେବେଳେ ଆମମାନଙ୍କର ଈଶ୍ୱରଙ୍କ ପାଖରୁ ଗୋଟେ ଡିଟାଚମେଣ୍ଟ ବା ଗୋଟେ ବିଚ୍ଛେଦକରଣ ଆସିଯାଏ। ଆମେ ଆମର ସମସ୍ୟା, ଆମର ଚିନ୍ତା, ଆମର ଭଲ ମନ୍ଦ ଏଇସବୁ ଉପରେ ବେଶୀ ଧ୍ୟାନ ଦଉ। ଈଶ୍ୱର କେମିତି ଗୌରବାନ୍ୱିତ ହେବେ, ଈଶ୍ୱର କେମିତି ମହିମାନ୍ୱିତ ହୁଏ, ସେଇଟା ପାଇଁ ଆମେ ଏତେଟା ଏତେଟା ମନୋଯୋଗୀ ହଉ। ତେଣୁ ବର୍ତ୍ତମାନ ଆମେ ଆସିବା ସ୍ପିରିଚୁଆଲ ରିଫ୍ରେଶମେଣ୍ଟ ବା ଆତ୍ମିକ ଭାବରେ ଆମେ କେମିତି ଆହୁରି ସଜାଗ ହବା, ଆହୁରି ସୁନ୍ଦର ହବା, ଆହୁରି ବହୁମୂଲ୍ୟ ହବା, ତାରି ଉପରେ ଆଜି ଆମମାନଙ୍କର ସମସ୍ତ ଧ୍ୟାନ ରହେ। ପ୍ରଥମେ ଦେଖିବା ଏଫିସି 5 ପର୍ବର 26 ପଦ। ଏଫିସି 5 ପର୍ବର 26 ପଦ। ଯେପରି ବାକ୍ୟ ଓ ଜଳ ପ୍ରକ୍ଷାଳନ ଦ୍ୱାରା ସେ ତାହାକୁ ପରିଷ୍କାର କରି ପବିତ୍ର କରନ୍ତି। ଏଇଟା ଆମେ ଦେଖୁଛୁ, କାଲି ବି ଆମରଙ୍କର ଇସାକ ଭାଇ କହୁଥିଲେ ବାକ୍ୟ ରୂପ ଜଳ ଦ୍ୱାରା କେମିତି ଆମେ ପରିଷ୍କୃତ ହଉ। ଆଜି ମଧ୍ୟ ପବିତ୍ର ଆତ୍ମା ସେଇଟା ହିଁ କହିବାକୁ ଚାହୁଁଛନ୍ତି। ସେ ଆମକୁ ପବିତ୍ର କରିବା ପାଇଁକା, ସଫା ସୁତର କରିବା ପାଇଁକା ଜଳ କିନ୍ତୁ ବାକ୍ୟ ମାଧ୍ୟମରେ ସେ ସେଟା କରନ୍ତି। ଆମେ ଯେତେବେଳେ ଈଶ୍ୱରଙ୍କ ବାକ୍ୟକୁ ପଢୁ, ତା ଉପରେ ଧ୍ୟାନ କରୁ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ଆମ ଜୀବନରେ ଗୋଟେ କନଭିକ୍ସନ ଦେଇଥାଏ, ଆମକୁ ବୁଝେଇଥାଏ ଯେ ଏଇ ଏରିଆଟାରେ ତୋର ଭୁଲ ଭାଲ ଅଛି, ଆଉ ବାକ୍ୟ କହୁଛି ତୁ ସେ ସବୁକୁ ସଫା କର। ସଫା କରିବା ଅର୍ଥ ହଉଛି ପ୍ରଥମ ଯୋହନ ସମ୍ଭବତଃ 1:9 ଅଛି, ପାପ ସ୍ୱୀକାର କରିବା, କନଫେସନ, ରିପେଣ୍ଟାନ୍ସ, ଦେନ୍ କନଫେସନ, ତାପରେ ଯାଇକିରି ଈଶ୍ୱରଙ୍କ ରକ୍ତ ଦ୍ୱାରା ସେଟା ସଫା। ଇଟ୍ ଇଜ ଏ ଲାଇଫ ଲଙ୍ଗ ପ୍ରୋସେସ। ମୁଁ ଅମୁକ ଦିନ, ଅମୁକ ବାର, ଅମୁକ ସମୟରେ ଡୁବନ ହେଇଥିଲି, ନାଇଁ 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 ନାଇଁ, ଜୀବନ ସାରା ସେଟା ଚାଲିବ, ନହେଲେ ହୃଦୟଟା ହାର୍ଡ ହେଇଯିବ। ଆମମାନଙ୍କର ବାଇବଲ ପଢାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ଯେମିତି ଆମେ ସେ ବାକ୍ୟ ମାଧ୍ୟମରେ ଈଶ୍ୱରଙ୍କର ଇଚ୍ଛାକୁ ବୁଝିପାରିବା ଆଉ ତାଙ୍କ କଥାକୁ କାନରେ ଶୁଣିପାରିବା। ଆସ୍ତେ ଆସ୍ତେ ଯଦି ଆମେ କନଫେସନ ନ କରୁଛୁ, ପ୍ରଭୁ ଜଣେଇବେ, ଯେକୌଣସି ବାକ୍ୟ ଦ୍ୱାରା ସେ ଆମକୁ ଜଣେଇବେ ଆମମାନଙ୍କ ଜୀବନରେ କୋଉଠି ଭୁଲ ଅଛି,
କିନ୍ତୁ ଯେତେବେଳେ ଆମେ ଆସ୍ତେ ଆସ୍ତେ ତାକୁ କୌଣସି ଗୁରୁତ୍ୱ ନ ଦବା ସେଟା ଡଲ୍ ହେଇଯାଏ। ଯେମିତି ଆଲାରାମ ବାଜୁଥିବ, ପ୍ରଥମେ ଆମେ ବନ୍ଦ କରିଦବା, ପୁଣି ଆଉ କିଛି ସମୟ ପରେ ସେ ବାଜିବ, ପୁଣି ବନ୍ଦ କରିଦବା, ତାପରେ ଆଉ ସେ ବାଜିବନି। ଯେମିତି ପ୍ରଭୁ କଥା କହନ୍ତି, କିନ୍ତୁ ଯେତେବେଳେ ଆମେ ତାକୁ ନ ଶୁଣୁ, ଅଣଦେଖା କରୁ, ସେ ଆଉ ବାଜିବନି। ସେଟା ବଡ ଦୁଃଖର ବିଷୟ। ସେଇଟା ହଉଛି ଆମମାନଙ୍କର ଜଗତ ଆଡକୁ ଆମମାନେ ଧାବମାନ ହଉଛୁ। ଜଗତ ଆଡକୁ ଧାବମାନ ହବା ମାନେ ମନେ ରଖିବେ, ଈଶ୍ୱରଙ୍କ ପ୍ରୋଟେକ୍ସନରୁ ଆମେ ବାହାରିକି ପଳଉଛୁ, ଈଶ୍ୱରଙ୍କ ସୁରକ୍ଷା ଭିତରୁ ଆମେ ବାହାରିକି ପଳଉଛୁ। ସମ୍ଭବତଃ ମୁଁ ଏକ୍ସାକ୍ଟ ଜାଣିନି, ଯକ୍ଷ କଥା ଦେଖିବା, ଲୋକଟି ସର୍ଟ ହାଇଟ୍ ର, ଯଦି ସେଇ ସମୟରେ ସ୍କୁଲ ଥିବ, ସେତେବେଳେ ପଶୁଥିବ, ପିଲାମାନେ ହସୁଥିବେ, ତାକୁ ହୁଏତ ସର୍କସର ଜୋକର କରି କହୁଥିବେ, ତାର ଚାଲି ବି ସେରକମ ଗୋଟେ ବିଚିତ୍ର ଥିବ, କିନ୍ତୁ ପାଠଟା ତାର ସେଇଥିପାଇଁ ଜୋର ହେଲା, ସେ ଚାହୁଁଥିଲା ଯେ ଏଇ ସବୁ ମୋର ଯୋଉ ଶାରୀରିକ ଦୁର୍ବଳତା ଅଛି, ମୁଁ ସିନା ଜନ୍ମରୁ ସେଟା ସବୁ ପାଇଲି, କିନ୍ତୁ ଏମିତି ଚାକିରି କରିବି, ଏମିତି ପଇସା ଅର୍ଜନ କରିବି, ଏମିତି ଧନ ସଞ୍ଚୟ କରିବି, ମୋର ସମାଜରେ ଗୋଟେ ସ୍ଥିତି ରହିବ, ମୋର ଗୋଟେ ଆଧିପତ୍ୟ ରହିବ, ମୋର ଗୋଟେ ସୋଶାଲ ଇକୋନୋମିକ ଷ୍ଟାଟସ ରହିବ। ପାଇଲା ମତେ, ସେ କରଗ୍ରାହୀ ମାନଙ୍କ ମଧ୍ୟରେ ସେ ଥିଲା ପ୍ରଧାନ, ପ୍ରବଳ ପଇସା ଥିଲା, ନୀତିଗତ ହଉ ଅନୀତିଗତ ହଉ ଯୋଉ ବାଟେ ହଉ ସେ ଗୁଡେ ପଇସା କମେଇ ଦେଲା। ଏଇ ଯୋଉ ରିପୋର୍ଟ କାର୍ଡ ମାନେ ବୁଝିପାରୁଛନ୍ତି, ଅବିକା ସବୁ ରେଜଲ୍ଟ ଆଉଟ ହଉଛି, ଭିନ୍ନ ଭିନ୍ନ ପ୍ରଶ୍ନ ପତ୍ରର, ଆଉ ଯୋଉ ପିଲାମାନେ ପରୀକ୍ଷା ଦେଇଥିଲେ ସେମାନେ ଆଗ୍ରହ ସହିତ ଅପେକ୍ଷା କରିଛନ୍ତି ତାଙ୍କ ରିପୋର୍ଟ କାର୍ଡରେ କଣ ଆସିବ। ଏଇ ଯୋଉ ରିପୋର୍ଟ କାର୍ଡ ତାର ଥିଲା ପାପୀ ଲୋକ, ଅଧାର୍ମିକ ଲୋକ, ଅନ୍ୟାୟୀ ଲୋକ, ଅନ୍ୟାୟରେ ଧନ ସଞ୍ଚୟ କରିଥିବା ଲୋକ, ଏଇ ସବୁ ଯୋଉ ରିପୋର୍ଟ କାର୍ଡ ଥିଲା, ସେ ଭାବୁଥିଲା ମୁଁ ସେଇଆ ବୋଲିକା। ଅନେକ ସମୟରେ ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କର ଅବହେଳା ସତ୍ୟ ମଧ୍ୟ, ଆମମାନେ ପ୍ରଭୁଙ୍କୁ ସେତିକି ଗୌରବ ସମ୍ମାନିତ ନ କରିପାରିଲେ ମଧ୍ୟ ପ୍ରଭୁ ଭିନ୍ନ ଭାବରେ ଆମର ରିପୋର୍ଟ କାର୍ଡକୁ ପ୍ରସ୍ତୁତ କରନ୍ତି। ଆଉ ପ୍ରଭୁ ଯକ୍ଷ ପାଇଁ କୋଉ ରିପୋର୍ଟ କାର୍ଡ କରିଥିଲେ କିଏ କହିବେ? ପରିତ୍ରାଣ। ହଁ, ତାକୁ ପୁରାଟା କହନ୍ତୁ। ପରିତ୍ରାଣ ପାଇବା ନିମନ୍ତେ। ହଁ, ସେଟା ତ ଖାଲି ସେତିକି ଲେଖାଏନି, ଆଜି ଏହାର ଗୃହରେ ପରିତ୍ରାଣ ଉପସ୍ଥିତ ହେଲା, ଏ ମଧ୍ୟ ଅବ୍ରାହମଙ୍କର ସନ୍ତାନ। ଦେଖନ୍ତୁ, ଅବ୍ରାହମ ହଉଛି ଜିହୁଦୀ ଜାତିର, ସେ ହଉଛି ମୂଳ, କିନ୍ତୁ ଯୀଶୁ ଯୋଉ ଲୋକକୁ ସମାଜ କହୁଥିଲା ପାପୀ, ସେ ନିଜେ ଭାବୁଥିଲା ମୋର ଗୋଟେ ଶାରୀରିକ ଦୁର୍ବଳତା ବି ଅଛି, ମୁଁ ସର୍ଟ ହାଇଟ୍ ର, ତାକୁ ବର୍ତ୍ତମାନ ଆଉ ଗୋଟେ ରିପୋର୍ଟ କାର୍ଡ ମିଳୁଛି ଯେ ଏ ମଧ୍ୟ ଅବ୍ରାହମଙ୍କର ସନ୍ତାନ। ପ୍ରିୟ ଭାଇ ଭଉଣୀ ମାନେ, ଅବ୍ରାହମଙ୍କ କଥା ଦେଖିବା। ଯେତେବେଳେ ଅବ୍ରାହମ ଆସିଲେ ତାଙ୍କର ବୟସ ବହୁତ ଥିଲା, ଏବଂ ସେ ବୟସ ଅନୁସାରେ ସେ ତାଙ୍କର କୌଣସି ସମ୍ଭାବନା ନଥିଲା ଗୋଟେ ସନ୍ତାନ ପାଇବାର, କାରଣ ସେ ଆଉ ତାଙ୍କ ସ୍ତ୍ରୀ ଉଭୟ ସେମାନେ ବୟସରେ ବୃଦ୍ଧି ଲାଭ କରିଥିଲେ। ସେଟା ଥିଲା ରିପୋର୍ଟ କାର୍ଡ। କିନ୍ତୁ ପ୍ରଭୁ କଣ କଲେ, ଆଉ ଗୋଟେ ରିପୋର୍ଟ କାର୍ଡ ଦେଲେ, କହିଲେ ତୁମେ ହଉଛ ମୋର ବନ୍ଧୁ, ଆଉ ତୁମର ଔରସରୁ ଯିଏ ଜାତ ହବ ତାହାର ବଂଶକୁ କେହି ଗଣି ପାରିବେନି। ଆକାଶର ତାରା ପରୀକ୍ଷା ହବ, ସମୁଦ୍ରର ବାଲି ପରୀକ୍ଷା ହବ, ଯିଏ ଗଣି ପାରନ୍ତିନି ସେମିତି ହବ। ଆଉ ଗୋଟେ ରିପୋର୍ଟ କାର୍ଡ ତାଙ୍କୁ ମିଳିଲା, ରାହାବ, ତାର ସୋଶାଲ ଷ୍ଟାଟସ କିଛି ନଥିଲା, ଅପମାନିତ, ଘୃଣିତ, ଲାଞ୍ଛିତ, ତୁଚ୍ଛୀକୃତ ସମାଜରୁ ଏଭଳି ଗୋଟେ ମହିଳା ସେ ପ୍ରଭୁଙ୍କର ବଂଶାବଳୀରେ ସ୍ଥାନ ପାଇଲେ। ତାର ରିପୋର୍ଟ କାର୍ଡ ପ୍ରଭୁ ଅନ୍ୟ ଭାବରେ ବନେଇଲେ, କାରଣ ସେ ପ୍ରଭୁଙ୍କର ଲୋକମାନଙ୍କୁ ପ୍ରତି ବିଶ୍ୱସ୍ତ ହୋଇ ସେମାନଙ୍କୁ ରକ୍ଷା କରିଥିଲେ।
आहरी कहले तो अनेक अच्छी मु केवल 3टी विषय कहली आमने जो टाइप निजको भाबू मोर आउ इंटरेस्ट ना बाइबल पढ़िया मोर आउ प्रार्थना रे इंटरेस्ट रहुनी ईश्वर को वाक्य कहे ए सब सत्य मत ईश्वर आमन को भूली नाहंती दाऊदन को जीवन रे हमें देखिबा अनेक किछि भूल करछथि किंतु परवर्ती समय रे प्रभु ताको गोटे रिपोर्ट कार्ड देले आ से रिपोर्ट कार्ड एपरजाक भी अछि यीशु परिचित हेले दाऊदंकर संतान हिसाब रे केते ना थिला केते ना चली गलानी दाऊद ना जाउनी यीशु हेले दाऊद संतान यीशु मोर मनर मनमत प्रिय भाई भौणी माने आमे अनेक समय चिंता करथाउ जे मो जीवन रो किसी मूल्यहीन मो गोटे अयोग्य बा अयोग्या मोर समाज रे किसी वैल्यू नहीं मो जीवन रो किसी उत्तमता नहीं निजे निजे आमे बनै दो बा हमर सांगसाथी कहंती बा हमर पड़ोसी माने कहंती ए रिपोर्ट कार्डटा दियंती केबे आमे सुनिचु जे प्रभु कौन कहते बोलिका गोटे जिस देखा रोमी तार 8 पर्वर 28 पद जो माने ईश्वर को प्रेम करते जो माने ताहांको संकल्प अनुसार आहूत होई अछंते ईश्वर जे समस्त विषय रे समानंकर मंगल साधन करते एहा आम्भे माने जानो आमेन हमने एही माने जो माने प्रभु को प्रेम करथिले विश्वास कर तांके जीवन किसी दुर्बलता नथिला के कहबो थिला ना नथिला निश्चय थिबो थिला निश्चय थिबो किंतु देखंतु से वीकनेस बा से दुर्बलता को प्रभु गोटे सुजोग रे परिणत कले सेथिबे का आपण माने हताश होंतुनी निराश होंतुनी जहा किछि जीवन रे आपण को दुर्बलता बोली भाबुचंती जेतरा हमें प्रभु को पाखु चली आसु सेटा को से सुजोग पूर्व व्यवहार करंती God sees your weakness as an opportunity to develop you. What a great God we have. हमें अनेक समय आमर अतीतर विफलता को बेसी चिंता करथाउ अतीतर करथिया पाप को बेसी चिंता करथाउ अतीतर थिबा आमर जीवन रे जो सब घृण्य विषय थिला ताको हम थरथरे शैतान डरै थाए तू एभली पिला तू एभली लोक तू कौन प्रभु सेवा कर प्रभु ते कौ भाई भाव में प्रेम करेंगे जेते भांगी पड़तु प्रिय भाई भौणी मान जेते आपण असमर्थ हुंतु पछे जेते असंपूर्ण हुंतु पछे प्रभु आपणकर मिस्टेक को से गोटे अपॉर्चुनिटी हिसाब रे देखंती प्रभु आपणकर भांगी पड़ी था को से आपणकर साक्ष्य हिसाब रे व्यवहार करती God sees your brokenness and weakness as your greatest testimony. केवे चिंता करचंती एभली प्रेमी परमेश्वर को पाखु को आपण आछंती आपण को दुर्बलता को से गोटे सुयोग पारे व्यवहार करती केटा व्यवहार करतला कहि परिबे पाउल को विषय टिके चिंता करिवा से निजा पार्टी रे स्वीकार करछे मो गोटे दुर्दांत लोक थिली मो मंदिर को जाईकरी जो माने यीशु ख्रीष्ट को नाम रे विश्वास करथिल तांको धरी आनी तांको कारागार रे पकोथिली तांको विषय आउ जने गोटे के रिपोर्ट कार्ड लिखितिला की कहि परिबे पाउल को विषय रे पण से रिपोर्ट कार्ड प्रभु को पाखरे पड़ितिला हननीय आई शाबाश मो एरकम उत्तर चाहे मोर बाइबल स्टडी रे मोर एरकम लोक तक कहला प्रभु तमे जानि न कि मु तुमको जणै दउछि से लोकर पर आया सब आमे थोड़े चेष्टा करू आमे प्रभु को जणैबा नहीं सत्य जंती प्रभु किसी जानी ना
ସବୁ ସେ ଜାଣିଛନ୍ତି। ତଥାପି ସେ ଯୋଉ ପ୍ରେମ କରନ୍ତି, ସେ ପ୍ରେମ କରିବା ହେତୁ ଆମର ଦୁର୍ବଳତାକୁ ସେ ସୁଯୋଗରେ ପରିଣତ କରନ୍ତି। ଆଉ ଆମେ ଯେମିତି ସେ ଦୁର୍ବଳତାକୁ ଆମେ ସାକ୍ଷ୍ୟରେ ପରିଣତ କରିବା। ପାଉଲ କହନ୍ତି ମୁଁ ଏହା ଥିଲି, ଏତିକି ପାଠ ପଢିଥିଲି, ଏତିକି ସବୁ ଥିଲା, ତାକୁ ମୁଁ ଏବେ ସଢା ପଚା କୁଟା ପରିକା ମୁଁ ତାକୁ ବ୍ୟବହାର କରୁଛି। ଯେତେବେଳେ ଆମେ ପ୍ରଭୁଙ୍କ ପାଖରେ ସମର୍ପିତ ହଉ, ଆମ ପ୍ରତିଟି ଜୀବନର ମୂଲ୍ୟାଙ୍କନ ପ୍ରଭୁ କରନ୍ତି, ଆଉ ସେ ମୂଲ୍ୟାଙ୍କନକୁ ତାକୁ ମୂଲ୍ୟବାନ କରିଦିଅନ୍ତି। କାହା କଥା କହିପାରିବେ କହିଲେ? ଯେଉଁଠାରେ ପ୍ରଚାର ହବ ମୋ ବିଷୟରେ, ଏ ସ୍ତ୍ରୀ ବିଷୟରେ ପ୍ରଚାର ହବ, କୋଉଠି ଲେଖା ହେଇଛି? ପାପିନୀ ନାରୀ ବିଷୟରେ। ବହୁତ ବଢିଆ, ବହୁତ ବଢିଆ। ଆଜି ବଢିଆ ସବୁ ଉତ୍ତର ଦଉଛନ୍ତି। ସେ କଣ ଥିଲା? ହଁ, ସେ ଯୋଉ ରିପୋର୍ଟ କାର୍ଡ ପ୍ରଭୁ ଦେଲେ, ଯୋଉ ଜାଗାରେ ମୋର ବିଷୟରେ ପ୍ରଚାର ହବ ତା ନାଁ ବି ରଖାଯିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଟେଷ୍ଟିମନି ହେଇଗଲା, ତା ଲାଇଫ ଟା ଗୋଟେ ଟେଷ୍ଟିମନିରେ ପରିଣତ ହେଇଗଲା। ଆଜି ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଆପଣଙ୍କ ଜୀବନକୁ ଆପଣ ସମୀକ୍ଷା କରି ହତୋତ୍ସାହ ହୁଅନ୍ତୁନି, ନିରାଶ ହୁଅନ୍ତୁନି, ଭାଙ୍ଗି ପଡନ୍ତୁ ନାହିଁ। और अच्छे दिन आएगा, God has promised। ଚକ୍ଷୁ ଯାହା ଦେଖିନି, ଆଖି ଯାହା ଦେଖିନି, ମନୁଷ୍ୟ ମନରେ ଯାହା ପ୍ରବେଶ କରିନି, ଏଭଳି ସେ ବିଷୟ ସେ ତାଙ୍କ ଭୟକାରୀ ମାନଙ୍କ ପାଇଁ ରଖିଛନ୍ତି। और अच्छा दिन आएगा। ଡରି ଯାଆନ୍ତୁନି, ପ୍ରଭୁଙ୍କ ସେବାରେ ଲାଗି ରହନ୍ତୁ, କାରଣ ଆପଣ ଅତି ମୂଲ୍ୟବାନ। ଆଉ ଗୋଟେ ପଦ ମୁଁ କହୁଛି ପଢିବା ପାଇଁ, ଗୀତ ସଂହିତା 139 139 ର 13 ଆଉ 16। ଗୀତ ସଂହିତା 139 ର 13 ଆଉ 16। କାରଣ ତୁମେ ମୋର ମର୍ମର କର୍ତ୍ତା, ତୁମେ ମତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ। ମୁଁ ତୁମକୁ ଧନ୍ୟବାଦ ଦେବି, କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ। ତୁମର କର୍ମ ସକଳ ଆଶ୍ଚର୍ଯ୍ୟ। ତୁମର କର୍ମ ସକଳ ଆଶ୍ଚର୍ଯ୍ୟ। ଏମିତି ବସିଗଲେ ଗୋଟେ ବନେଇଦେଲେ ସେମିତି ନୁହେଁ। କ୍ରିଏଟର ଅଫ ଦ ୟୁନିଭର୍ସ, ମାଷ୍ଟର ଅଫ ଦ ୟୁନିଭର୍ସ, ସୁଚିନ୍ତିତ ଯୋଜନା ଅନୁସାରେ ସେ ଆମ ପ୍ରତ୍ୟେକଙ୍କୁ ବନେଇଛନ୍ତି। ଆମେ କୋଉଠୁ ଟକିକି ଆସିନୁ। ପ୍ରତି ଜଣକୁ ସେ ଅତି ସୁଚିନ୍ତିତ ଭାବରେ, ପରିକଳ୍ପିତ ଭାବରେ ସେ ଆମର ସମସ୍ତ କିଛିକୁ ସେ ଯୋଜନାଗ୍ରସ୍ତ ଭାବରେ ବନେଇଛନ୍ତି। ଆମେ କେତେ ବହୁମୂଲ୍ୟ। ଆଉ ଗୋଟେ ପଦରେ ଆମେ ପଢିବା, ତାକୁ ପାଇବେ ଆପଣ ପ୍ରଥମ ପିତର 2 ପର୍ବ 9 ପଦ। ପ୍ରଥମ ପିତର 2 ପର୍ବର 9 ପଦ। କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ବହୁତ ଧନ୍ୟବାଦ। ଆମର ଭାଲ୍ୟୁ କୋଉଠି ପହଞ୍ଚିଛି, କେତେ ମୂଲ୍ୟବାନ ଆମେ, ପ୍ରଭୁଙ୍କର ଲୋକ। ଆମେ ଯୋଉ ପଢିଥିଲୁ, ସେଇ ଯୋଉ ପ୍ରଥମ କରନ୍ତି 6, ମୁଁ ଆଉଥରେ ପଢୁଛି, ମୁଁ ସେଥିରେ କିଏ ଆଉ ପଢିଥିବେ ଯଦି ପଢନ୍ତୁ, ନହେଲେ ଅବା ତୁମମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମମାନଙ୍କର ଅନ୍ତର୍ବାସୀ ପବିତ୍ରାତ୍ମାଙ୍କ ମନ୍ଦିର, ଏହା କଣ ଜାଣ ନାହିଁ? ଆଉ ତୁମେମାନେ ନିଜେ ନିଜର ନୁହଁ, କାରଣ ତୁମେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ। ଏଣୁ ତୁମମାନଙ୍କ ଶରୀରରେ ଈଶ୍ୱରଙ୍କର ଗୌରବ ପ୍ରକାଶ କର। ଈଶ୍ୱରଙ୍କର ଗୌରବ ପ୍ରକାଶ କର, ସେତିକି ହଉଛି ଆମର କାମ। ତୁମେ ତୁମର ନୁହଁ ଯେ ମନ ଇଚ୍ଛା ତାକୁ ବ୍ୟବହାର କରିବ। ଅନେକ ସମୟରେ କହେ, ଗୋଟେ ଶୃଙ୍ଖଳିତ ଜୀବନ ହଉଛି ଖ୍ରୀଷ୍ଟିଆନ ଜୀବନ।
जो शरीर भितर प्रभु तांकर मंदिर बनैछंती से शरीर को रो मालिया माने प्रत्येक जण जण कौन खाइबा केते खाइबा को समय रे खाइबा शरीर को केमती श्रृंखलित भाव में समय ताको पठेई परिबा ए सबुर भार प्रभु हमको देइछंती। खाली हमें अन्य समय चिंता करो खाली स्पिरिचुअल एस्पेक्ट को नाय प्रिय भाई बने तांकर मंदिर हमको विशेष मूल्य से किनिचंती। जीवन रो दुख आसु कष्ट आसु अतीतर जंत्रणा को मन पड़ू कन्फेशन करिबा ईश्वर को वाक्य पढ़िबा द्वारा प्रभु हमको जणेबे अनुताप करिबा कन्फेशन करिबा तांको रक्त रे धौत होबा। प्रभु ए क्षुद्र वाक्य रे आशीर्वाद कर आमेन। आमेन आमेन।